আজি ଲାଲି ସଫା ସଫା କହିଦେବେ ଯେ ଦାସ ଫ୍ୟାମିଲି ରେ ଧନର କିଛି ବି ଅଧିକାର ନାହିଁ। ଲାଲି ଧନକୁ କହିବେ, ଦେଖ ଧନ, ତୁ ଦାସ ଫ୍ୟାମିଲି ରେ ହେଡ ହବା କିଛି ବି ଅଧିକାର ନାହିଁ। ସେଠୁ ଆଦି କହିବେ, କିନ୍ତୁ ଜେଜେମା ସେଥିରେ ଅସୁବିଧା କଣ? ଡାଡଙ୍କର ଯାହା ବି ଅଛି ସେଥିରେ ଧନଙ୍କର ବି ଅଧିକାର ଅଛି। ତାପରେ ଲାଲି କହିବେ, ଆଦି ବାବା ତୁ ଭୁଲ କହୁଛୁ। ଦାସ ଫ୍ୟାମିଲି ରେ ଯାହା ବି ଅଛି ସେଥିରେ ଧନର ଗୋଟେ ବି ଅଧିକାର ନାହିଁ। ଏହା ଶୁଣି ଧନ ପୁରା ଆଶ୍ଚର୍ଯ୍ୟ ହୋଇଯିବ। ଲାଲି ପୁଣି କହିବେ, ଏମିତିରେ ବି ଏବେ ତାର ଏ ଘରେ କିଛି ବି ଅଧିକାର ନାହିଁ। କି ଭାଇର ପ୍ରପର୍ଟିକୁ ଲୋଭ କଲେ ତାକୁ କିଛି ବି ମିଳିବନି, କିଛି ନୁହେଁ। ସେଇଠୁ ଧନ ଥାଇ କହିବେ, ପିଇସି ନାନୀ ତମେ ଏସବୁ କଣ କହିଯାଉଛ? ମୁଁ ଏସବୁ ଲୋଭରେ କରୁଛି, ମୋ ଇଚ୍ଛାରେ କରୁଛି? ଆଦି କହିଲେ ବୋଲି ମୁଁ ଏସବୁ କରୁଛି। ତାପରେ ଲାଲି କହିବେ, ଥାଉ ଧନ, ତୋର ସେ ଗର୍ଜନ କରିବା ବନ୍ଦ କର। ମୁଁ ବାସ୍ ଏତିକି କହିବାକୁ ଚାହୁଁଛି, ଯାହା ଆଦି ବାବା ନାଁରେ ଅଛି ସେଥିରେ ତୋର କୌଣସି ବି ଭାଗ ନାହିଁ, କି ଭାଗ ନେବା ପାଇଁ କେବେ ବି ଚେଷ୍ଟା କରିବୁନି। ତାପରେ ଲାଲିଙ୍କ ମୁହଁରୁ ଏସବୁ ଶୁଣି ଧନ ପୁରା ରାଗିଯାଏ। ଆଜି ଏମିତି କିଛି ଟପ୍ ସିନ୍ ଦେଖିବାକୁ ପାଇବେ।